ପିଲାଦିନରୁ ଆମକୁ କୁହାଯାଏ ଠିକ୍ କାମ କର, ଭଲ ମଣିଷ ହୁଅ, ନ୍ୟାୟ ସହିତ ସବୁବେଳେ ଠିଆ ହୁଅ। ଏସବୁ ଶୁଣିବାକୁ ବହୁତ ସହଜ ଲାଗେ। ମନେ ହୁଏ ଯେମିତି ଆମ ସାମ୍ନାରେ ସରଳ ସ୍ପଷ୍ଟ ଓ ପରିଚ୍ଛନ୍ନ ରାସ୍ତାଟିଏ ଆଗକୁ ପଡ଼ିଛି, ଆଉ କୌଣସି ଚିନ୍ତା ନ କରି ଆମକୁ ସେଇ ରାସ୍ତାରେ ଚାଲିବାର ଅଛି। କିନ୍ତୁ ଏ ରାସ୍ତା ଯେ ଖଣ୍ଡାଧାରରେ ଚାଲିବା ଭଳି କଠିନ, ତାହା ସେତେବେଳେ ବୁଝାପଡ଼େ ଯେବେ ମୁସ୍କାନ ରସ୍ତୋଗୀ ପରି ବିଭତ୍ସ କାହାଣୀମାନ ଆମ ଆଖି ଆଗକୁ ଆସିଯାଆନ୍ତି। ନିଜ ପ୍ରେମିକ ସହ ମିଶି ମୁସ୍କାନ ଯେପରି ଭାବରେ ସ୍ୱାମୀ ସୌରଭ ରାଜପୁତର ହତ୍ୟା ଷଡ଼ଯନ୍ତ୍ର କରିଥିଲା, ତାହା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି। ପ୍ରଥମେ ସେମାନେ ସୌରଭକୁ ବେହୋସ କଲେ, ତାପରେ ଛୁରୀରେ ମୁଣ୍ଡଗଣ୍ଡି ଅଲଗା କଲେ, ପୁଣି ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଲେ ଏବଂ ଶେଷରେ ଗୋଟେ ଡ୍ରମରେ ଭର୍ତ୍ତି କରି ସିମେଣ୍ଟ ମୁନ୍ଦିଦେଲେ। ତେବେ ଦେହ ଶିହରି ଉଠିଲା ପରି ଏଭଳି ଅପରାଧ ଆଜିକାଲି ଆଉ ସାଧାରଣ ହୋଇ ରହିନାହିଁ। କିନ୍ତୁ ଏ ସମଗ୍ର ଘଟଣାରେ ଯେଉଁ କଥାଟି ମୋତେ ସବୁଠାରୁ ଅଧିକ ପ୍ରଭାବିତ କରିଛି, ତାହା ହେଲା ଝିଅର ଅମାନୁଷିକ କାଣ୍ଡ ବିଷୟରେ ଜାଣିବା ପରେ ମୁସ୍କାନର ବାପା ଓ ମାଆଙ୍କ ପ୍ରତିକ୍ରିୟା। ତା ବାପା ମା, ଯିଏ ତାକୁ ଜନ୍ମ ଦେଇଛନ୍ତି, ପାଳିପୋଷି ବଡ଼ କରିଛନ୍ତି, ସେମାନେ ହିଁ ମୁସ୍କାନକୁ ପୋଲିସ ହାତରେ ସମର୍ପି ଦେଇଛନ୍ତି ଏବଂ ଝିଅର ଏ କୁକର୍ମ ପାଇଁ ତାକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ ବୋଲି ଦାବି କରିଛନ୍ତି। ଏପରି ଉଦାହରଣ ପ୍ରମାଣ କରିଦିଏ, ଠିକ୍କୁ ଠିକ୍ କହିବା, ଭୁଲକୁ ଭୁଲ ବୋଲି ମାନିବା ସହଜ ମନେ ହେଲେ ବି ବାସ୍ତବରେ ଏତେ ସହଜ ହୋଇନଥାଏ। ମୁଁ ବି ଜଣେ ମା। ଏମିତି ଏକ ଅଭାବନୀୟ ଅବସ୍ଥାରେ ମୁସ୍କାନର ବାପା ମା, ବିଶେଷ କରି ମା, କେଉଁ ପରିସ୍ଥିତି ଦେଇ ଗତି କରିଥିବେ ଏବଂ ତାଙ୍କ ମନ ଭିତରେ କ'ଣ ଚାଲିଥିବ, ମୁଁ ସତରେ ସେ ଅବସ୍ଥା ବୁଝିବା ପାଇଁ ଅସମର୍ଥ। ତୁମ ପିଲା ସ୍ୱୀକାର କରୁଛି ଯେ ସେ ଏକ ଜଘନ୍ୟ ଅପରାଧ କରିଛି। ତୁମ ପାଖରେ ଏବେ ଦୁଇଟି ବିକଳ୍ପ। ମା ପ୍ରବୃତ୍ତିରେ ମା ପଣିଆ ଦେଖେଇ ତା ଭୁଲକୁ ଘୋଡ଼େଇ ତାର ସୁରକ୍ଷାରେ ଲାଗି ପଡ଼ିବ, ନା ସବୁଦିନ ପାଇଁ ନିଜ ସନ୍ତାନକୁ ହରାଇବାର ଆଶଙ୍କା ଥିଲେ ବି ତାକୁ ଆଇନ ହାତରେ ସମର୍ପି ଦେବ। ଏ ନିଷ୍ଠୁର ବାସ୍ତବତାକୁ ସାମ୍ନା କରିବା ବେଳେ ବାପା ମାଙ୍କ ମନ ଓ ମସ୍ତିଷ୍କ ଆନ୍ଦୋଳିତ ହୋଇଥିବ ଏବଂ ବିଭିନ୍ନ ମାନସିକ ଦ୍ୱନ୍ଦ୍ୱ ଉପୁଜିଥିବ। ଏଥିରେ କୌଣସି ସନ୍ଦେହ ନାହିଁ। ହେଲେ ପରିଶେଷରେ ସେମାନେ ଯେଉଁ ନିଷ୍ପତ୍ତି ନେଲେ ତାହା ଗୁରୁତ୍ୱପୂର୍ଣ୍ଣ। ସେମାନେ କହିଛନ୍ତି, ସୌରଭ ଆମ ପୁଅ ପରି ଥିଲା। ସେ ବହୁତ ଭଲ ପିଲା। ସୌରଭକୁ ଏପରି ନିର୍ମମ ଭାବରେ ହତ୍ୟା କରିଥିବା ଝିଅ ଆମ ରକ୍ତ ମାଂସରେ ଗଢ଼ା ହେଲେ ବି ସେ ଯାହା କରିଛି ତାର ବଞ୍ଚିବାର କୌଣସି ଅଧିକାର ନାହିଁ। ଏ ସମାଜରେ ରହିବା ପାଇଁ ସେ ଅଯୋଗ୍ୟ। ସେମାନେ ଯାହା କହିଛନ୍ତି ଉଚିତ କହିଛନ୍ତି। କେବଳ ଏତିକି କହି ରହିଗଲେ ଚଳିବ ନାହିଁ। ମୁସ୍କାନର ବାପା ମା ଯାହା କରିଛନ୍ତି ସେଥିପାଇଁ ପ୍ରଚଣ୍ଡ ସାହସ ଦରକାର। ଆମ ଭିତରୁ ଅଧିକାଂଶ ହୁଏତ ଏପରି କଳ୍ପନା ମଧ୍ୟ କରିପାରିବେ ନାହିଁ। ଅନ୍ୟ କେହି ଦେଖୁଥିବା ଅବସ୍ଥାରେ ଜଣଙ୍କ ପକେଟରୁ ପଡ଼ିଯାଇଥିବା ପର୍ସଟି ତାକୁ ଫେରାଇ ଦେବା ସାଧାରଣ କଥା, କିନ୍ତୁ ପ୍ରକୃତ ପରୀକ୍ଷା ସେତେବେଳେ ହୁଏ ଯେତେବେଳେ ତୁମକୁ କେହି ଦେଖୁନାହାନ୍ତି। ସମସ୍ତଙ୍କ ଅଜାଣତରେ ଖସି ପଡ଼ିଥିବା ଟଙ୍କା ମୁଣିଟିକୁ ତୁମେ ଲୁଚେଇ ଦେଲ ନା ଫେରାଇ ଦେଲ, ତାହା ହେଉଛି ଅସଲ ପରୀକ୍ଷା। ମୁସ୍କାନର ବାପା ମା ନୀରବ ରହିପାରିଥାନ୍ତେ, ଧୃତରାଷ୍ଟ୍ରଙ୍କ ପରି ନିଜ ପିଲାକୁ ସୁରକ୍ଷା ଦେବା ପାଇଁ ଶତ ଚେଷ୍ଟା କରିପାରିଥାନ୍ତେ, ସେମାନଙ୍କୁ ଫେରାର ହେବାରେ ସାହାଯ୍ୟ ମଧ୍ୟ କରିପାରିଥାନ୍ତେ। ବହୁ ପିତାମା ଏମିତି ହିଁ କରିଥାନ୍ତି, କିନ୍ତୁ ସେମାନେ ତାହା କଲେ ନାହିଁ, ବରଂ କଠିନ ହେଲେ ବି ଠିକ୍ ରାସ୍ତା ବାଛିଲେ, କାରଣ ସେମାନଙ୍କ ମନରେ ଦୃଢ଼ ବିଶ୍ୱାସ ଥିଲା ଆମେ ଯାହା କରୁଛୁ ଠିକ୍ କରୁଛୁ। ମୁସ୍କାନର ବାପା ମା ଯେଉଁ କାର୍ଯ୍ୟ କଲେ ତାହା ସମସ୍ତଙ୍କୁ ଏହି ବାର୍ତ୍ତା ଦେଲା ଯେ ଯେତେ ଯନ୍ତ୍ରଣାଦାୟକ ହେଲେ ବି ଯାହା ଉଚିତ ଓ କରଣୀୟ ତାହା ହିଁ କରାଯିବା ଜରୁରୀ। ନିଜର ପ୍ରିୟଜନ ବି ଯଦି ଅନୁଚିତ କର୍ମ କରେ, ତେବେ ସିଏ ବି ଦଣ୍ଡର ଅଧିକାରୀ। ଧର୍ମର ଅନୁସରଣ କରିବା ସବୁବେଳେ ସୁଖଦ ଅନ୍ତ ହେଉଥିବା ଏକ କାହାଣୀ ହୋଇନଥାଏ। ଏହା ଏକ ଯୁଦ୍ଧ, ଯାହା ଲଢ଼ିବା ପାଇଁ ଶକ୍ତି ଓ ସାହସର ଅସ୍ତ୍ର ଆବଶ୍ୟକ। ସାଙ୍ଗମାନେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଜୟ ଜଗନ୍ନାଥ।